ଗ୍ରାମୀଣ ବ୍ୟାଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ। ରାୟଗଡ଼ା ଜିଲ୍ଲା ବିଷମକଟକରେ ଆଜି ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର ଶ୍ରୀ ଶଙ୍କର ପ୍ରସାଦ ଦାସ ବ୍ୟାଙ୍କ କାର୍ଯ୍ୟାଳୟରୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବଟି ବିଷମକଟକ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବଟି ଉତ୍କଳ ଗ୍ରାମୀଣ ବ୍ୟାଙ୍କର କେସିୟର ଶ୍ରୀମତୀ ସୁଶ୍ରୀ ପ୍ରଜ୍ଞା ମହାପାତ୍ରଙ୍କ ପରିଚାଳନାରେ ବ୍ୟାଙ୍କ ମିତ୍ର ଶ୍ରୀମତୀ ସ୍ୱପ୍ନା ଗୁରୁଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ଷ୍ଟେଟ୍ ବ୍ୟାଙ୍କ ବିଏମ୍ ଶ୍ରୀ ପ୍ରଦୀପ ବାଉରୀ, ଆଇଓବି ବିଏମ୍ ଶ୍ରୀ ରଞ୍ଜିତ କିସକୁ ପ୍ରଥମେ ଦୀପ ପ୍ରଜ୍ୱଳନ କରି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତ କାର୍ଯ୍ୟକର୍ତ୍ତା ବ୍ୟାଙ୍କ ମ୍ୟାନେଜର ଓ ବିଷମକଟକ ବ୍ୟାଙ୍କର ରାକେଶ କୁମାର ନାୟକ, ମକର ପୂଜାରୀ, ବିଘ୍ନ କୁମାର ପାତ୍ର, ବିକାଶ ପାତ୍ର ଓ ଗ୍ରାମବାସୀମାନେ ଶ୍ରୀ ଶଙ୍କର ପ୍ରସାଦ ଦାସଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠାପର, ଆତ୍ମୀୟତା, ସ୍ନେହ ସମ୍ପର୍କର ସୁକାର୍ଯ୍ୟ, ସମାଜର ଲୋକଙ୍କୁ ବ୍ୟାଙ୍କ ସେବାରେ ସହଯୋଗିତା କରିଥିବା ଉପରେ ଅଭିଭାଷଣ ଦେଇ ସମ୍ବର୍ଦ୍ଧନାରେ ଦୁଃଖ ପ୍ରକାଶ କରିଥିଲେ। ଏଥିରେ ମିଶନ ଶକ୍ତିର ମହିଳାମାନେ ଓ ଉତ୍କଳ ବ୍ୟାଙ୍କର ଜମାକାରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ହୋଇ ଏହି ସମ୍ବର୍ଦ୍ଧନା ଉତ୍ସବର ଅଭିଭାଷଣ ପରେ ଶ୍ରୀ ଶଙ୍କର ପ୍ରସାଦ ଦାସଙ୍କୁ ମାନପତ୍ର ସହ ଉପଢଙ୍କନ ପ୍ରଦାନ କରାଯାଇଥିଲା। ସର୍ବଶେଷରେ ଶ୍ରୀମତୀ ସୁଶ୍ରୀ ପ୍ରଜ୍ଞା ମହାପାତ୍ରଙ୍କ ଦ୍ୱାରା ଉପସ୍ଥିତ ସମସ୍ତ ଭାଇ ଭଉଣୀଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରିଥିଲେ। ବିଷମକଟକରୁ ଶିବପ୍ରସାଦ ପାଢ଼ୀଙ୍କ ରିପୋର୍ଟ, AA ମିଡିଆ 24। चाकरी जीवन में अवसर लबा सुनिश्चित मोर समय निर्धारित थिला अवसर नहीं गली किंतु आज समारोह एवं ए समारोह उपस्थित थिबा मोर समस्त प्रियजन को आशीर्वाद नहीं निश्चित भावे सुखी है मोर विश्वास एवं मो सहित काम करुवा समस्त जो माने मते साथ देइचंती साथी मोर सहयोग करचंती समस्त मोर शुभकामना एवं से निकट में मु चिर ऋणी।